ଆଜିର ପ୍ରଥମ ପ୍ରଶ୍ନ, କିଏ ସବୁବେଳେ ଉଡ଼ୁଥାଏ କିନ୍ତୁ ଜାଗା ଛାଡ଼ି ନଥାଏ? କିଏ ସବୁବେଳେ ଉଡ଼ୁଥାଏ କିନ୍ତୁ ଜାଗା ଛାଡ଼ି ନଥାଏ? ଉତ୍ତର, ପତାକା। ପ୍ରଶ୍ନ, ଚଲେଇଲେ ଚାଲେ କିନ୍ତୁ ସେ ଆଗକୁ ଯାଇପାରେନା, ସେ କିଏ? ଚଲେଇଲେ ଚାଲେ କିନ୍ତୁ ସେ ଆଗକୁ ଯାଇପାରେନା, ସେ କିଏ? ଉତ୍ତର, ପଙ୍ଖା। ପ୍ରଶ୍ନ, ଭାରତର ସମ୍ବିଧାନ ଲେଖିବାକୁ କେତେ ଦିନ ଲାଗିଥିଲା? ଭାରତର ସମ୍ବିଧାନ ଲେଖିବାକୁ କେତେ ଦିନ ଲାଗିଥିଲା? ଉତ୍ତର, 2 ବର୍ଷ 11 ମାସ 18 ଦିନ। ପ୍ରଶ୍ନ, କାରଗିଲ ଯୁଦ୍ଧ କେତେ ଦିନ ଚାଲିଥିଲା? କାରଗିଲ ଯୁଦ୍ଧ କେତେ ଦିନ ଚାଲିଥିଲା? ଉତ୍ତର, 60 ଦିନ। ପ୍ରଶ୍ନ, ସେ କିଏ ଯାହାର 2ଟା ଗୋଡ଼ ଅଛି କିନ୍ତୁ ସେ ଚାଲିପାରେ ନାହିଁ? ସେ କିଏ ଯାହାର 2ଟା ଗୋଡ଼ ଅଛି କିନ୍ତୁ ସେ ଚାଲିପାରେ ନାହିଁ? ଉତ୍ତର, ପ୍ୟାଣ୍ଟ। ପ୍ରଶ୍ନ, ଭାରତର କେଉଁ ରାଜ୍ୟରେ ଅଧିକ ଲୁଣ ଉତ୍ପାଦନ କରାଯାଏ? ଭାରତର କେଉଁ ରାଜ୍ୟରେ ଅଧିକ ଲୁଣ ଉତ୍ପାଦନ କରାଯାଏ? ଉତ୍ତର, ଗୁଜରାଟ। ପ୍ରଶ୍ନ, ଏମିତି କେଉଁ ଜିନିଷ ଯାହା ପୁରୁଷମାନଙ୍କର ଅଛି କିନ୍ତୁ ମହିଳାମାନଙ୍କର ନାହିଁ? ଏମିତି କେଉଁ ଜିନିଷ ଯାହା ପୁରୁଷମାନଙ୍କର ଅଛି କିନ୍ତୁ ମହିଳାମାନଙ୍କର ନାହିଁ? ଉତ୍ତର, ଦାଢ଼ି। ପ୍ରଶ୍ନ, ଉତ୍କଳ ଗୌରବ କାହାକୁ କୁହାଯାଏ? ଉତ୍କଳ ଗୌରବ କାହାକୁ କୁହାଯାଏ? ଉତ୍ତର, ମଧୁସୂଦନ ଦାସ। ପ୍ରଶ୍ନ, ଓଡ଼ିଆ ରାମାୟଣ କିଏ ଲେଖିଥିଲେ? ଓଡ଼ିଆ ରାମାୟଣ କିଏ ଲେଖିଥିଲେ? ଉତ୍ତର, ସାରଳା ଦାସ। ସାଙ୍ଗମାନେ, ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ଲାଇକ୍ କରି ଓ ସବସ୍କ୍ରାଇବ୍ କରିବେ। ପ୍ରଶ୍ନ, କେଉଁ ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଏ ନାହିଁ? କେଉଁ ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଏ ନାହିଁ? ଉତ୍ତର, ନେପାଳ। ପ୍ରଶ୍ନ, ଗୋଟିଏ 1 MBକୁ କେତେ KB ହୋଇଥାଏ? ଗୋଟିଏ 1 MBକୁ କେତେ KB ହୋଇଥାଏ? ଉତ୍ତର, 124 KB। ପ୍ରଶ୍ନ, ତ୍ରିରଙ୍ଗା ପତାକାର ଅଶୋକ ଚକ୍ରରେ କେତୋଟି ଅର ଅଛି? ତ୍ରିରଙ୍ଗା ପତାକାର ଅଶୋକ ଚକ୍ରରେ କେତୋଟି ଅର ଅଛି? ଉତ୍ତର, 24ଟି ଅର ଥାଏ।